ବେଣୁଧର ସାହୁ ଘର ମଲସାପଟଣା। ଆଜି ଦୋଳ ପର୍ବ ହେଉଛି ଆଜି 100 ବର୍ଷ ପରିଚାଳିତ ହେଉଛି। ପ୍ରତିବର୍ଷ ଏଠି ନୃସିଂହ ମନ୍ଦିର ରାଧାକୃଷ୍ଣ ମନ୍ଦିର ରାଧାକୃଷ୍ଣଙ୍କର ପର୍ବ ପ୍ରଥମ ଦୋଳ ପର୍ବ ଦୀର୍ଘ ଦିନ ଧରି ପାଳିତ କରାଯାଉଛି। ଆଉ ଗ୍ରାମ ମଲସାପଟଣା ଇଏ ହେଉଛି 100 ବର୍ଷର ପରମ୍ପରା ଆଉ ଦୋଳଯାତ୍ରା ଇଏ ରାଧାକୃଷ୍ଣଙ୍କର ଇଏ ହେଉଛି ପର୍ବ। ତେଣୁ ସୁଚାରୁ ରୂପେ ଗ୍ରାମବାସୀମାନେ ଏହା ପରିଚାଳନା କରିକି ଆଜି ପର୍ଯ୍ୟନ୍ତ ପାଳିତ କରି ଆସୁଛନ୍ତି। ସାହୁ ହେଉଛି ଭଗବାନଙ୍କର ଆଜି ହେଉଛି କୃଷ୍ଣଚନ୍ଦ୍ରଙ୍କର ଦୋଳୋତ୍ସବ ମହାପ୍ରଭୁ କୃଷ୍ଣଚନ୍ଦ୍ରଙ୍କର ଦୋଳୋତ୍ସବ। ଏ ହେଉଛି ରାଧାରାଣୀକି ଧରି ମହାପ୍ରଭୁ ଆନନ୍ଦ ବଜାରରେ ମହାପ୍ରଭୁ ସୁନ୍ଦର ଭାବରେ ଏ ଯେଉଁ ଯିବେ ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁ ଯିବେ ଆଜି ତାଙ୍କର ରତ୍ନବେଦୀକୁ ଯିବେ ମହାପ୍ରଭୁ ଦୋଳବେଦୀକୁ ସୁନ୍ଦର ଭାବରେ ଲଉଡ଼ି ସଂକୀର୍ତ୍ତନ ଆମ ହରିବୋଲ ହୁଳହୁଳିରେ ଦେଇ ମହାପ୍ରଭୁ ଯିବେ ଆଜି ସୁନ୍ଦର ଗୋପାଳ ଭାଇମାନଙ୍କ କନ୍ଧରେ ସୁସଜ୍ଜିତ କନ୍ଧ ହୋଇଛି ମହାପ୍ରଭୁ ଆଜି ସୁନ୍ଦର ଭାବରେ ସୁସଜ୍ଜିତ ଭାବରେ ମହାପ୍ରଭୁ ଯିବେ ଆଜି ଗୋପାଳମାନଙ୍କ କାନ୍ଧରେ ମହାପ୍ରଭୁ ସୁନ୍ଦର ଭାବରେ ଲଉଡ଼ି ହେଉଛି ପ୍ରଶାସନ ଚାଲିଛି ଦୁଦୁଲି ବାଜୁଛି ସବୁ ସୁନ୍ଦର ଭାବରେ ସଜା ହୋଇଛି। ଆତସବାଜି ଆସି ବାଣ ରଙ୍ଗିନୀ ବାଣ ସୁନ୍ଦର ବାଣ ଆସିଛି ଆମର ସୁଦୂରରୁ ବିରଞ୍ଚି ବାବୁ ତାଙ୍କ ଶ୍ୱଶୁର ବାଣ ଆଣିଛନ୍ତି ସୁଦୂରରୁ ବାଣ ଆସିଛି ଆମର ନୟାଗଡ଼ 10